ଏବେ ଏକ ଭାବେ ଭାବୁ ଏ ଘୋର ସଂସାର ଉତ୍ତରିବୁ। ତେଣୁ ମୁଁ ଗୋଟିଏ ଜାଗାରେ ମୁଁ ଯାଏ ତୀର୍ଥକୁ ଯାଏ, ଲୋକ ଭାବନ୍ତି ବାବା ତୀର୍ଥକୁ ଗଲେ, କିନ୍ତୁ ତୀର୍ଥକୁ ଯାଏ ତାମାନେ ମନ୍ଦିରକୁ ଯାଇପାରେ, ଯଦି ଫାଙ୍କା ଥିବ ଯିବି, ଅସମ୍ମାନ କେବେ ବି ନୁହେଁ, କିନ୍ତୁ ଗୋଟିଏ ଜାଗାରେ ବସି ମୁଁ ସମସ୍ତଙ୍କୁ ଚିନ୍ତା କରେ। ସେଦିନ ତାଙ୍କ ପରିବାର ଲୋକମାନେ ମଧ୍ୟ ବିଶ୍ୱନାଥଙ୍କ ଦର୍ଶନ କରିଥିଲେ। ତାପରେ ବୈଦ୍ୟନାଥ ଧାମରେ ଗୟା ତୀର୍ଥରେ ତାଙ୍କ ବାପାଙ୍କର ବାପା ମାଙ୍କର ଶ୍ରାଦ୍ଧ ମଧ୍ୟ ଦେଇ 2-3ଟି କମଳ ମଧ୍ୟ ସେ ଦାନ କରିଥିଲେ। ତେଣୁ ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣେ। ଆଜିର ଏହି ପବିତ୍ର ସନ୍ଧ୍ୟା, ଆଜି ହେଉଛି ଗୁରୁବାର। ଗୁରୁବାର ଦିନ ଆମ ସନାତନୀ ହିନ୍ଦୁମାନେ ପ୍ରାୟ ଗୁରୁବାର ଦିନ ଗୁରୁଙ୍କର ପୂଜା କରନ୍ତି। ତାର କାରଣ ହେଉଛି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ଗୁରୁ ହେଉଛନ୍ତି ଦେବଗୁରୁ ବୃହସ୍ପତି। ତେଣୁ ବୃହସ୍ପତିଙ୍କ ପାଇଁ ଆମେ ଗୁରୁ ପୂଜା କରୁ, ନିଜ ଗୁରୁଙ୍କୁ ପୂଜା କରୁ ବୃହସ୍ପତିଙ୍କର ଦିବସରେ। ଆପଣ ଦେଖିବେ ଓଡ଼ିଶାର ବାହାରେ ହିନ୍ଦୀ ରାଜ୍ୟରେ ଆମେ ଦେଖିଛୁ, ସେ ଗୁରୁବାର କହନ୍ତି ନାହିଁ, ସେ କହନ୍ତି ବୃହସ୍ପତିବାର। ତେଣୁ ଏଇ ବୃହସ୍ପତି ବାରରେ ଆପଣମାନେ ସବୁ ଏକତ୍ର ହେଇଛନ୍ତି। ମୁଁ ଗୋଟିଏ ମାସ ପାଇଁ, ମାସେ 5 ଦିନ ପାଇଁ ଯାଇଥିଲି। ବୁଲିବାକୁ ଯାଇନଥିଲି, କି ଖାଇବାକୁ ଯାଇନଥିଲି, କିଛି ବି ଦେଖିବାକୁ ଯାଇନଥିଲି। କିଛି ବାର୍ତ୍ତା ସମାଜ ପାଇଁ ଦେବା ପାଇଁ, ସମାଜକୁ କିଛି ବାର୍ତ୍ତା ଦେବା। ଆମେ ଗୋଟିଏ ଜାଗାରେ ବସିକିରି କ'ଣ ଗୋଟିଏ କହିଦେଲେ 10-50ଟି ଲୋକ ଶୁଣିବେ। 50,000 ଲୋକ ଶୁଣିଲା ଭଳିଆ ଗୋଟେ ବାର୍ତ୍ତା କେମିତି ଦେଇହେବ, ସେଇଟା ହେଉଛି ମୋ ଜୀବନର ଲକ୍ଷ୍ୟ। କାରଣ ମୁଁ ବୁଲିବି, କେତେ ବୁଲିବି, ବୁଲିବା ପାଇଁ ବି ବୟସ ଥିଲେ ମଧ୍ୟ ମୋ ଧରନ୍ତୁ ବୟସ ମୋର ଅଛି, କିନ୍ତୁ ବୁଲି ହେବ କି? ତେଣୁ ଆମେ ଦେଖିଛୁ, ଆମେ ଶୁଣିଛୁ ଶଙ୍କରାଚାର୍ଯ୍ୟ ବହୁତ କମ୍ ବୟସରେ ସମଗ୍ର ଭାରତବର୍ଷ ବୁଲିଥିଲେ। ସ୍ୱାମୀ ବିବେକାନନ୍ଦ କମ୍ ବୟସରେ ପୃଥିବୀର ବିଭିନ୍ନ ଦେଶକୁ ପର୍ଯ୍ୟଟନ କରିଥିଲେ। ତେବେ ସବୁ କଥା ସମସ୍ତଙ୍କ ସହିତ ମିଶାଇବା ଆମର ଭୁଲ ହେଇଯିବ। ଅବତାର ପୁରୁଷ ବାମନ ଛୋଟ କ୍ଷୁଦ୍ର ରୂପରେ ଆସିକିରି ରାଜା ବଳିଙ୍କ ଠାରୁ ମଧ୍ୟ ସେ ଦାନ ଗ୍ରହଣ କରିଥିଲେ। ତେଣୁ ଆମେ କ'ଣ ବାମନଙ୍କ ସହିତ ସମାନ ହେବା, ନା ବିବେକାନନ୍ଦଙ୍କ ସହିତ, ନା କାହା ସହିତ ଗୋଟେ ସମାନ ହେବା? ଏ କଥା କେବେ ନୁହେଁ। ଆଉ ଯେଉଁମାନେ ଚାହାନ୍ତି ସମ୍ମାନ ହେବା ପାଇଁ, ସେଇମାନେ ବଳିଆ ଦୃଷ୍ଟିରେ ସବୁଠାରୁ ଲୋ ଷ୍ଟାଣ୍ଡାର୍ଡର, ବା ଯାହାକୁ କହନ୍ତି ଗୋଟେ କ୍ଷୁଦ୍ର ମନା ଲୋକ ବୋଲି ମୁଁ ତାଙ୍କୁ ଭାବେ। ଉଦାର ଚରିତାନନ୍ତୁ ବସୁଦେବ କୁଟୁମ୍ବକମ୍। ଉଦାର ଚରିତ୍ରରେ ପୃଥିବୀକି ତୁମେ ପର୍ଯ୍ୟଟନ କରିନପାର, ପୃଥିବୀର ଶାନ୍ତି ପାଇଁ ପ୍ରାର୍ଥନା କର। ଇଏ ହେଉଛି ଉଦାର ଚରିତ୍ରର କଥା। ଆଉ ମୁଁ ଏମିତି କଲେ ମୋତେ ଲୋକ ମାନିବେ, ବା ମୁଁ ଉଚ୍ଚ ପ୍ରଶଂସିତ ହେବି,
ପୁରସ୍କୃତ ହେବି ଇଏ କଥାରେ ଯେତିକି ଅହଙ୍କାର ଆମ ଭିତରେ ସୃଷ୍ଟି ହେବ ସେ ଅହଙ୍କାରଟା ଆମ ପୁଣ୍ୟକୁ ସେ ସେତିକି ବିଚ୍ଛେଦ କରେଇବ। ମୋତେ ଯେତେବେଳେ ଓଡ଼ିଶା ସରକାର ପ୍ରକୃତି ବନ୍ଧୁ ଦେବାକୁ କହିଲେ ମୁଁ ଏତେ ମନା କଲି, ମାନେ ମୁଁ ଯିବିନି ନା ନେବିନି। କିନ୍ତୁ ଭକ୍ତମାନଙ୍କର ବାଧ୍ୟରେ ମୁଁ ଯାଇଥିଲି ଏବଂ ତାକୁ ନେଇକି ମୁଁ କେତେବେଳେ ମୋର ଧର୍ମ ମୁଁ ପ୍ରଚାର କରେ ନାହିଁ। ମୋତେ ରାଷ୍ଟ୍ରପତିଙ୍କ ଦ୍ୱାରା ମୋତେ ଗୋଟେ ସମ୍ମାନ ଦିଆଗଲା, କିନ୍ତୁ କେବେ କେହି କହିପାରିବେନି ମୁଁ ରାଷ୍ଟ୍ରପତିଙ୍କୁ ସମ୍ମାନ ଦେଉଛି, ମୋ ଦେଶର ଗୋଟେ ପୁରସ୍କାରକୁ ମୁଁ ଗ୍ରହଣ କରେ। ମୁଁ ସବୁକୁ ମନେ କରେ ଯେ ଏଗୁଡ଼ିକ ଆମକୁ ମିଳୁଛି, ସେ ଆମକୁ ପରୋକ୍ଷରେ କହୁଛି ତୁମେ ଆହୁରି ଭଲ ଭଲ କାମ କର। କାମ ନ କରି ସେ ପୁରସ୍କାର କାଗଜ ବିଡ଼ାକୁ ଧରି ରଖିଲେ କ'ଣଟା ହେବ? ଆମେ କ'ଣ ଜୀବନରେ ରାଜନୀତି କରିବୁ ନା ରାଜନୀତି କରିବାକୁ ଆସିଛୁ? ଆମେ କୂଟନୀତି କରିବାକୁ ଆସିଛୁ କି? ଆମେ ଆସିଛୁ ବିଶ୍ୱର ଦେଶର ରାଜ୍ୟର ମଙ୍ଗଳ ପାଇଁ। ଯିଏ ଆମକୁ ମାନିବେ ତାଙ୍କ ପାଇଁ ବି ପ୍ରାର୍ଥନା କରିବୁ, ଯିଏ ନ ମାନିବେ ତାଙ୍କ ପାଇଁ ବି ପ୍ରାର୍ଥନା କରିବୁ। ପ୍ରାର୍ଥନା ଗୋଟେ ଏମିତି ଜିନିଷ, ତାକୁ ଯଦି ଠିକ୍ ସମୟରେ ଠିକ୍ ସ୍ଥାନରେ ବସିକିରି ଆମେ କରୁ, ସେ ପ୍ରାର୍ଥନାର ମୂଲ୍ୟ ଆଜି ନହେଲେ ବି କାଲି ମିଳିବ। ଆମେ ଯଦି ଆଜି 9ଟା ବେଳେ ପ୍ରାର୍ଥନା କରିବୁ, କାଲିକି 11ଟା ବେଳେ କରିବୁ। ଆମର ଦେଖିବେ ଆପଣମାନେ କେତେକ ଗୁରୁମାନଙ୍କର ନିର୍ଦ୍ଦିଷ୍ଟ ସମୟ ସ୍ଥିର ହେଇକି ଏଇ ସମୟରେ ସେମାନେ ପ୍ରାର୍ଥନା କରିବେ। এটা ବହୁତ ଭଲ ଜିନିଷ। କିନ୍ତୁ ଗୋଟିଏ ଜିନିଷ ମୋତେ ଅଡ଼ୁଆ ଲାଗେ, ଆମ ସନାତନ ଧର୍ମରେ, ଆମେ ଅନ୍ୟ ଧର୍ମ କଥା କିଛି କହୁନୁ, ଆମ ସନାତନ ଧର୍ମରେ ଯେତେ ଗୁରୁ ଆସିଛନ୍ତି ବା ଆସିବେ, କୌଣସି ଗୁରୁଙ୍କର ପ୍ରାର୍ଥନା ସମାନ ନୁହଁ। ଯଦି ଆମର ଏଇ ଯେଉଁ ଗୁରୁ ମଣ୍ଡପ, ଏଇ ଯେଉଁ ଗୁରୁକ୍ଷେତ୍ର ଆମର ତିଆରି ହେଇଛନ୍ତି, ଏଠି ଯେଉଁ ଯେତେ ଗୁରୁମାନଙ୍କର ସେ ବିଗ୍ରହ ବଳିଆ କୋଳରେ ରହି ତାଙ୍କ ଫଟୋ ଉଠା ହେଇଛି, କାହାରି ପ୍ରାର୍ଥନା କାହାରି ସହିତ ମିଶିବ ନାହିଁ। ଗୁରୁ ମନ୍ତ୍ର ଯେଉଁ ଦେଉଛନ୍ତି, କାନରେ ଦିଅନ୍ତୁ ବା କହି ଦିଅନ୍ତୁ, ସେଇଟାରେ ବି ସେଇ ବି କାହା ସହିତ ମିଶିବନି। ମୋର ଗୋଟିଏ ପ୍ରକାର ହେଲାକୁ ଆଉ ଜଣେ ଆଉ ଗୋଟିଏ ପ୍ରକାର। ପାରିବାରିକ ଜୀବନରେ ଆମର ଆଜି ପଇସା ନାହିଁ, ସଜନା ପତ୍ର ଶାଗ ମୁଗ ତରକାରୀ ଟିକେ କରି ଆମେ ଖାଇବା, ପରିବାର ସମସ୍ତେ ମିଶିକିରି ଖାଇବା। କିନ୍ତୁ ଲୁଚେଇକିରି ଆଉ ଗୋଟେ ଦୁଇଟା କରିକିରି ଖାଇବା, ସେଇ ପରିବାରରେ କଳିକଜିଆ ଆରମ୍ଭ ହୁଏ ଏବଂ ସେ ପରିବାରଟି ନଷ୍ଟ ହୋଇଯାଏ। ଏଠି ଆଶ୍ରମରେ ଆମର ଯାହା ହେଉଛି ଆମେ ସମସ୍ତେ ତାକୁ ବାଣ୍ଟି କୁଣ୍ଟିକିରି ଖାଉଛେ। ସେ ଭଲ ହେଉ ମନ୍ଦ ହେଉ, କାହା ମନକୁ ଯାଉ ନ ଯାଉ, ଠାକୁରଙ୍କର ପ୍ରସାଦଟି ଭଣ୍ଡାର ଘରୁ ରୋଷେଇ ଘରକୁ ଯିବା ପାଇଁ ବାହାରିଲା ବେଳେ ପ୍ରସାଦ ସେଇଠୁ ଆରମ୍ଭ ହୋଇଗଲା। ତେବେ ଧର ଆଜି ଭାତ ଚାଉଳ 2 କେଜି ରାନ୍ଧିବ, କିନ୍ତୁ ସେ 2 କେଜି ଚାଉଳକୁ ଯେତେବେଳେ ତମେ ନେଇକି ରୋଷେଇ ଘର ଆଡ଼କୁ ଯାଉଛ, ସେତିକି ବେଳ ଠାରୁ ସେ ହେଇଯାଇଛନ୍ତି ପ୍ରସାଦ। ଏ ହେଉଛି ମାନେ ବାସ୍ତବ କଥା। ତେଣୁ କଥା ହେଉଛି ଯେଉଁଠି ଭାବ ନାହିଁ
ଯେଉଁଠି ଭକ୍ତି ଅଛି କିନ୍ତୁ ଭାବ ନାହିଁ, ସେ ଭାବକୁ ଭାବଗ୍ରାହୀ ଗ୍ରହଣ କରିପାରିବେ ନାହିଁ। ଭକ୍ତି କରୁଛ, ଭକ୍ତିରେ ପ୍ରୀତି ନାହିଁ ଯାହାର, ଏଇ ଯେଉଁ ଶବ୍ଦଟି ଭାଗବତରେ କୁହାଯାଇଛି, ତାକୁ ଆଉ ଟିକେ ମନନ କଲେ ଜଣାପଡ଼େ, ଭକ୍ତିରେ ଭାବ ନାହିଁ ଯାହାର, ସେ କାହୁଁ ରବେ ମୋ ପୟାର। ଗୁରୁ କହିଛନ୍ତି ସକାଳ ସନ୍ଧ୍ୟାରେ ଏଇ ମନ୍ତ୍ର ଜପ କରିବ। ମୁଁ ମନ୍ତ୍ର ଜପୁଛି, ଏଇଟା ଭକ୍ତି ହେଲା। କିନ୍ତୁ ଭାବଟା ହେଉଛି ଆଉ ଗୋଟେ ପ୍ରକାରର। ମୁଁ ଜଣେ ଗୁରୁଙ୍କର ଶିଷ୍ୟ ହେଇପାରେ, ମୋ ଗାଁକୁ ଆଉ ଜଣେ ଗୁରୁଙ୍କର ପଦାର୍ପଣ ହେଇଛି, ତାଙ୍କୁ ବି 5 ଜଣ କି 10 ଜଣ କି 20 ଜଣ ମାରୁଛନ୍ତି, କି ମୁଁ ଟିକେ ଯିବି ବସିବି, ଟିକେ ଦଣ୍ଡବତ ହେବି। ଆମ ପିଲାଦିନେ ବହୁ ବାବାଜୀମାନେ ଆସନ୍ତି, ବହୁ ତାଙ୍କ ନାଁ ସବୁ ବି ମୋର ସବୁ ମନେ ବି ଅଛି, ମୁଁ କାହାକୁ ଭୁଲି ନାହିଁ। ମୁଁ ପ୍ରଥମରୁ ଆରମ୍ଭ କରୁଛି ବୁଲାରାମ ଦାସ, ରାଜଗୋରଚରଣ ଦାସ, ବୃନ୍ଦାବନ ଦାସ, ଆଜି ଯାଙ୍କ ଫଟୋ ମିଳିଲା, ଖୋଜି ଖୋଜି ଆଜି ମିଳିଲା। ଅନେକ ବାବାଜୀମାନେ ଅନେକ ପ୍ରକାର ନାଁ, କୈଳାସ ବାବା, ଚକ୍ରଧର କୃଷ୍ଣ ବାବା, ଏଇଭଳି ଅନେକ ନାମଧାରୀ ବସ୍ତମାନେ ଆମ ଘରକୁ ଆସନ୍ତି। କାହିଁକି ଆସନ୍ତି କିଛି ଆମେ ଜାଣିପାରୁନୁ। ସେଭଳି କିଛି ଦକ୍ଷିଣା ତାଙ୍କୁ ବି ଦିଆଯାଏନି, କିନ୍ତୁ ଶ୍ରଦ୍ଧାଟି ଆମ ଭିତରେ ଥାଏ। ଆମର ଶ୍ରଦ୍ଧା ଆଉ ଆମର ବ୍ୟାକୁଳତାକୁ ନେଇ ସେ ତାଙ୍କର ଆମ ଘରେ ରାତ୍ରି ଯାପନ କରନ୍ତି, ସକାଳୁ ବି ଯାଆନ୍ତି। ଏଠି ଜଣେ ଥିଲେ ପାଖଡ଼ ଗ୍ରାମର ଜଣେ ବିପିନ ବାବା ବୋଲି, ସେ ସବୁବେଳେ ଅହରହ ସେ ପ୍ରାଣାୟାମ ଯୋଗରେ ରହିଥିଲେ। ତେଣୁ ଯଦି ଆମ ସନାତନ ଧର୍ମରେ ଯଦି ଗୋଟିଏ ପ୍ରାର୍ଥନା ଆମର ହେଇଥାନ୍ତା, ମୁଁ ମୋର ଅରିରରେ ବସିକି ଯେଉଁ ପ୍ରାର୍ଥନା କରିଥାନ୍ତି, ଜଣେ ପୁରୀରେ ବସିକରି ମଧ୍ୟ ଜଗନ୍ନାଥଙ୍କ ପାଖରେ ସେଇ ପ୍ରାର୍ଥନା କରିଥାନ୍ତା, ତାହେଲେ ସେଇଟା ସବୁଠାରୁ ଭଲ ହେଇଥାନ୍ତା। ମନେ କରାଯାଉ ମୋର ମନ ଭିତରେ ଅଛି, ମୁଁ ଠାକୁରଙ୍କୁ ଏଇ ସଙ୍ଗୀତ ମାଧ୍ୟମରେ, ଧରନ୍ତୁ ଆହେ ଦୟାମୟ ବିଶ୍ୱବିହାରୀ ଘେନ ଦୟା ବହି ମୋର ଗୁହାରୀ ଜଳସ୍ଥଳ ବନଗିରି ଆକାଶ, ଏ ପ୍ରାର୍ଥନା ମୁଁ ଗାଇବାକୁ ଇଚ୍ଛା। ସେ ପ୍ରାର୍ଥନା ସେ ଗାଇବାରେ କିଛି ଅସୁବିଧା ନାହିଁ, କିନ୍ତୁ ମୂଳଟା ଧରନ୍ତୁ ସେ କହିଥାନ୍ତା, ଯଦି ସ୍ଥିର କରାହେଇଥାନ୍ତା, ଆଗ ପ୍ରଥମେ ତମେ ଓମ୍ଟିକୁ ଆଗ କୁହ। ଆମର ମୂଳ କଥା, ଯଦି କେବଳ ଗୋଟିଏ ମନ୍ତ୍ର ଉପରେ ଗୁରୁତ୍ୱ ଦିଆହେଇଥାନ୍ତା, ଯେ ପ୍ରାର୍ଥନା ପୂର୍ବରୁ ପ୍ରାର୍ଥନା ଶେଷରେ ଯଦି ଆମେ ଏଇ ଓମ୍ ସର୍ବେ ଭବନ୍ତୁ ସୁଖୀନ ଏଇ କଥାର ଯଦି ଆମକୁ କିଏ ଶିଖେଇଥାନ୍ତା, ଆମେ ପଢ଼ୁଛୁ କିନ୍ତୁ ସେ ପଢ଼ିବାର ବିଚାରଧାରାଟା କେହି ମନକୁ ଯାଉନି। ଆମେ ଗୋଟେ ଯଜ୍ଞ କଲେ, ଯଜ୍ଞଟିଏ କଲେ, ଯଜ୍ଞର କେତେ ଗୁଡ଼ିଏ ମନ୍ତ୍ର ପଢ଼ାଯିବ, ସେଇ ମନ୍ତ୍ର ଭିତରେ ଏ ସର୍ବେ ଭବନ୍ତୁ ସୁଖୀନଟି ପଢ଼ାଯିବ। ଯଜ୍ଞ ସରିଲା, ସର୍ବେ ଭବନ୍ତୁ ସୁଖୀନ ଆମ ଘର ଅଣ୍ଟାରେ ବା ଝୁଲାରେ ରହିଗଲା। ପୁଣି କେଉଁଦିନ ଗୋଟେ ହୋମ କରିବୁ, ସର୍ବେ ଭବନ୍ତୁ ସୁଖୀନ କହିବୁ, ଆ ଦ୍ୱାରା କିଛି ଲାଭ ହିଁ ହେଉନି। ଯେମିତି ଆପଣମାନେ ଦେଖିବେ ଯେ ଆମର ହିନ୍ଦୁମାନେ କହୁଛନ୍ତି ଗୋହତ୍ୟା ବନ୍ଦ। କ'ଣ ଗୋହତ୍ୟା ବନ୍ଦ କହିଦେଲେ କ'ଣ ଗୋହତ୍ୟା ବନ୍ଦ ହେବ? ଗୋହତ୍ୟାଟିଏ ବନ୍ଦ ହେବା ପାଇଁ
କେତୋଟି ଗାଈଙ୍କୁ ତମେ ନିଜେ ଆଗେ ପାଳିଛ, କେତେଟା ଗାଈକୁ ସଂକଳ୍ପ ନେଇଛ ଯେ ଏଇ ଗାଈକି ମୋରି ପାଖରେ ଜନ୍ମ ହେଲା, ମୋରି ପାଖରେ ମରିବ। ତମେ ତ ନିଜେ ଗାଈକି ହଡ଼ା ହେଇଗଲେ, ତାକୁ ନେଇକରି ବୁଢ଼ୀ ହେଇଗଲେ ତାକୁ ନେଇ ଅନ୍ୟକୁ ବିକ୍ରୟ କରୁଛ। ଆଉ ତାହେଲେ ତମେ କ'ଣ ହାଣିବା ପାଇଁ ତମେ ତ ଦାୟୀ, ପ୍ରଥମ ଦାୟୀ ହେଉଛ ତମେ। ତେଣୁ ଏଇସବୁ ଅନେକ କଥା। ମୁଁ ମୟୂରଭଞ୍ଜ ବାରିପଦାରେ ଆମ ଆଶ୍ରମରେ ମୁଁ ଟିକେ ଥଣ୍ଡା ବହୁତ ହେଉଛି, ତା ଯେଉଁ ପାହାଚ ତଳେ ଟିକେ ଖରା ଆସିଲା, ମୁଁ ଟିକେ ସେଇଠି ବସିଲି। ସେଠି ବସିବା ବେଳେ ମୋର ଠିକ୍ ଛେଳି ଘର ତଳେ ଗୋଟେ ଗାଈ ବନ୍ଧା ହେଇଛି, ଅତି ସୁନ୍ଦର ଗାଈଟିଏ। ସେ ଗାଈ କ୍ଷୀର ନୂଆ ହେଲେ ସେ କ୍ଷୀରରେ ଚା ଟିକେ ହେବ କି କିଏ ଗୋଟେ କ'ଣ ଖାଇବ, ଏମିତି କଥା କାନା ବଳିଆ ପହଞ୍ଚିଲେ ଅନେକ ପ୍ରକାର ଅତିଥିମାନେ ଆସନ୍ତି। ସେଠି ଯେ ଦାୟିତ୍ୱରେ ଅଛନ୍ତି ସେ ହେଉଠୁ ଗାଈଟିକି ଦୁଇଁବାକୁ ଆସିଲେ। ବାଛୁରୀଟିକୁ ଛାଡ଼ିଦେଲେ। ମୁଁ ପୁରା ଅନେଇକି ଦେଖୁଛି। ମୁଁ ଦେଖୁଛି ବାଛୁରୀ କେତେ ସମୟ କ୍ଷୀର ପିଇଲା। ବାଛୁରୀ କ୍ଷୀର ପିଇଲା 2 ମିନିଟ୍ କି 2.5 ମିନିଟ୍ ପିଇଯିବ। 2.5 ମିନିଟ୍ ପରେ ବାଛୁରୀକି ତା ମା' ପାଖରୁ ନେଇକିରି ମା' ଆଗରେ ତାକୁ ବାନ୍ଧି ଦିଆଗଲା। ତାପରେ ସେ ଗାଈକୁ ଦୋହନ କରି ସବୁଯାକ କ୍ଷୀର ସେ ନିଜ ବାଲ୍ଟିରେ ଦେଇକି ଆଇଲେ। ତାପରେ ଆଉ ବାଛୁରୀ ପେଟ କିଛି ନଥିବ, ଆଉ ବାଛୁରୀ ଛାଡ଼ିଦେଲେ ବି କ'ଣ ଅସୁବିଧା ହେବ। ମୁଁ ସେଇଠି ତାକୁ କହିଥାନ୍ତି, ଆରେ ବାବୁ ଗାଈଟିକି ତୁ ଦୋହନ କଲୁ, 2 ମିନିଟ୍ ସେ ପିଇଲା, ଆଉ 2 ମିନିଟ୍ ପିଉ। ଆଉ ସେତେବେଳେ ବଡ଼ ଦୃଶ୍ୟ ହେଉଛି ସେ ଛୁଆଟି ଯେତେବେଳେ ମା' ମୁହଁ ପାଖରେ ବନ୍ଧା ହେଇଛି, ଏ ପାଖରେ ଗାଈ ନୂଆ ହେଉଛି, ତା ମା' କିନ୍ତୁ ତା ଛୁଆକୁ ଜିଭରେ ଚାଟୁଛି ବା ତାକୁ ସ୍ନେହ ଦେଉଛି। ତେଣୁ ଏମିତି ଗୋଟିଏ ଗୋଟିଏ ଛୋଟିଆ ଛୋଟିଆ କଥାକୁ ଯଦି ଆପଣମାନେ ଲକ୍ଷ୍ୟ କରିବେ, ଧର୍ମ କ'ଣ ଅଧର୍ମ କ'ଣ ସେଇଟାକୁ ଆପଣମାନେ ନିଜେ ବୁଝିପାରିବେ। ଯେଉଁମାନେ ବହୁତ ଶ୍ଳୋକ ଶିଖିଛନ୍ତି, ଶ୍ଳୋକ ପଢ଼ୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି, ସେଇମାନେ ପଣ୍ଡିତ। ଆମେ ଯେ ପଣ୍ଡିତ ନୁହଁ, ଆମେ ବି ସମସ୍ତେ ଏଠି ଆମେ ଯେତିକି ବସିଛୁ ସମସ୍ତେ ଗୋଟିଏ ଗୋଟିଏ ଛୋଟ ବଡ଼ ପଣ୍ଡିତ। ସମସ୍ତଙ୍କ ଭିତରେ କିଛି ନା କିଛି ଜ୍ଞାନ ରହିଛି। ଯେବେ ସନ୍ତାନଟିଏ ସୃଷ୍ଟି ହେଲା, ସେ ସନ୍ତାନ ସୃଷ୍ଟି ହେବା ବେଳକୁ ତା ମା'ର ସ୍ତନରେ କ୍ଷୀର କିଏ ରଖିଥିଲା? ତମେ ରଖିଥିଲ? ସେ 5 ବର୍ଷ ପର୍ଯ୍ୟନ୍ତ କି 3 ବର୍ଷ ପର୍ଯ୍ୟନ୍ତ ସେ କ୍ଷୀର ଖାଇଲା। ତାକୁ କିଏ ଷ୍ଟୋର କରି ରଖିଥିଲା? ଏଇ ଖାଦ୍ୟରୁ ହିଁ ସେ କ୍ଷୀର ସୃଷ୍ଟି ହେଇଥିଲା। ଆମେ ତ ବହୁତ ବିଜ୍ଞାନ ପଢ଼ୁଛୁ, ଏଇଟାକୁ ନେଇ ଏମିତି କରିଦେଲୁ, ସେଇଟାକୁ ନେଇ ସେମିତି କରିଦେଲୁ, କିନ୍ତୁ ପ୍ରାକୃତିକ ବିଜ୍ଞାନଟାକୁ ଆପଣମାନେ ଲକ୍ଷ୍ୟ କରନ୍ତୁ ଯେ ଗୋଟେ ମା'ର ସ୍ତନରେ ବା ସେ ଗୋମାତା ହେଉ, ମଣିଷ ମାତା ହେଉ, ବିଲେଇ ମାତା ହେଉ, ତା ସ୍ତନରେ କ୍ଷୀର 5 ବର୍ଷ କି 7 ବର୍ଷ ପାଇଁ ଷ୍ଟୋର କରି, ଆମେ ତ କେମିକାଲ ମିଶାଇକିରି ତାକୁ କ୍ଷୀରକୁ ଦୁର୍ଗନ୍ଧ କରାଉଛୁ। କେମିକାଲ ମିଶାଉଛୁ, କ୍ଷୀରଟା ଯେ ସ୍ୱାଦ ଯେମିତି ଜଣାପଡ଼ିବ। ସେଠି ମା'ର ସ୍ତନରେ ସେ ପଶୁ, ମଣିଷ କଲେ, ମଣିଷ ପଶୁ ସମସ୍ତଙ୍କ କଥା କହୁଛି, ସେ କ୍ଷୀରକୁ କିଏ ଷ୍ଟୋରେଜ କରିଥିଲା? ସେଠି କେଉଁ କେମିକାଲ ସେ କିଏ ଦେଇଗଲା? ସେ କିଏ? ସେ ହେଉଛନ୍ତି ସେଇ ଅଦୃଶ୍ୟ ସତ୍ତା, ଯାହାଙ୍କୁ ଯୁଗ ଯୁଗ ଧରି ମଣିଷ ଖୋଜୁଛି ଆଉ ବିଶ୍ୱାସ ବି କରୁଛି। କିଏ ପାଉଛନ୍ତି କିଏ ପାଉନାହାନ୍ତି ସେ କଥା ମୋ ପାଖରେ ପ୍ରମାଣ କିଛି ନାହିଁ, ହିସାବ କିଛି ନାହିଁ। ପ୍ରମାଣ ଥାଇପାରେ, ହିସାବ କିଛି ନାହିଁ।
କିନ୍ତୁ ସେଇ ପରମାତ୍ମାଙ୍କର ଦୟାରୁ ଆମେ ପାଉଛୁ। ଆଚ୍ଛା, ସେଇ ପିଲାଟି ଯେତେବେଳେ ଜନ୍ମ ହେଇଗଲା, ବଡ଼ ହେଇଗଲା, ତା ମୁଣ୍ଡରେ ବି କିଛି ବୁଦ୍ଧି ଆସିଲା, ପାଠ ପଢ଼ିଲା, ବୁଦ୍ଧିଆ ହେଲା, ଭାରି ବୁଦ୍ଧିବାନ ହେଲା। ଏମିତି ବୁଦ୍ଧିବାନ ହେଲା ଯେ ତାକୁ ଲୋକମାନେ ଦେଖୁ ଦେଖୁ କହିଲେ ଜଣେ ବହୁତ ବଡ଼ ପାଠୁଆ। କିନ୍ତୁ ସାଧାରଣ ଜ୍ଞାନ ଯଦି ନହେଲା, ଜ୍ଞାନୀ ହେଇକି ଲାଭ କ'ଣ ଅଛି? ସାଧାରଣ ଜ୍ଞାନ ଯଦି ଅଭାବ ରହିଲା ତାହେଲେ ହେବ କ'ଣ? ପୁଅ ଜନ୍ମ ହେଲା, ପାଠ ପଢ଼ିଲା, ଆମେରିକା ଗଲା ତ ଗଲା, ସିଆଡ଼େ ରହିଲା, ମଲା ବେଳକୁ ଖବର ଗଲା, ସୁଧି ହେଲା ବେଳକୁ ପୁଅ ଆସି ପହଞ୍ଚିଲା। କ'ଣ ନା, ବ୍ରାହ୍ମଣ ଭୋଜନୀ କରେଇବି ବା ବୈଷ୍ଣବ। ଏ ସବୁ ଗୁଡ଼ିକ ହେଉଛି କେବଳ ଅନ୍ଧବିଶ୍ୱାସ, ଫାର୍ସ। ମାଆକୁ ବାପାକୁ ଯଦି ତୁମେ ସେବା କରିଥାନ୍ତ, ସେଇ ଯେଉଁ ତଦବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ଯଦି ତମେ, ମୁଁ ପ୍ରାକ୍ଟିକାଲ ଲୋକ, ମୁଁ ଜମା ବିଲକୁଲ ଇଏ ଶାସ୍ତ୍ରୀୟ କଥା ଯେତିକି କହେନି, ମୁଁ ବାସ୍ତବ କଥାଟା କହେ। ମୋ ବାପାଙ୍କୁ ଘଷି ଦେଇଛି, ମୋ ବୋଉ ଘଷା ଖାଇବା ପାଇଁ ଚାହେଁନି, ତଥା ମୁଁ ଜବରଦସ୍ତି କେତେବେଳେ ଦେଇଛି। ମୋ ବାପାଙ୍କୁ ଦେଇଛି, ଦାଦାଙ୍କୁ ବି ଘଷି ଦେଇଛି, ବାପାଙ୍କ ସାନ ଭାଇକି। ଦାଦା ମୋ ସାଙ୍ଗରେ ବେଶୀ କଥା ହୁଅନ୍ତିନି, ତେଣୁ ସେ ତାଙ୍କ ଚୁପଚାପ ବସା ପାଇଁ ତାଙ୍କ ମନ ଭିତରେ ଆଶୀର୍ବାଦ ଦେଇଥିବେ। କିନ୍ତୁ ବାପା କିନ୍ତୁ ମାନେ ଯେତେବେଳେ ଘଷି ଦିଏ, ମୁଁ ଭାବେ ମୁଁ ଅନନ୍ତଙ୍କର ପାଦକୁ ଲକ୍ଷ୍ମୀ ଯେମିତି ଘଷୁଛନ୍ତି, ମାନେ ଆମେ ଚିତ୍ର ଦେଖୁଛୁ, ସେଇଟା ଚିତ୍ରଟା ସତ୍ୟ କି ମିଥ୍ୟା ଆମେ ତ କହିପାରିବୁନି। ମୋତେ ଲାଗେ ମୁଁ ବର୍ତ୍ତମାନ ବାପାଙ୍କୁ ସେଇ ଭାବରେ ଘଷି ଦେଉଛି। ମୋର ବାପା ହୁଅନ୍ତୁ, ବୋଉ ହୁଅନ୍ତୁ, ଝିଅ ହୁଅନ୍ତୁ, ମୋର ଆଈ ମା ବି ହୁଅନ୍ତୁ। ସେଇଥିପାଇଁ କୁହାଯାଇଛି ସେବା କାପନ୍ନ ଭକ୍ତି ବେଳେ କିମ୍ବା ଅସାଧ୍ୟ ହୋଇଯାଏ। ପୁଅ ରୋଜଗାର କଲା, ବାପା ଝିଅ କାଳେ କଲା, 20,000 ପଠାଇଦେଲା। ତେବେ ଭାବନା ଯେ ସେ ଗୋଟିଏ 20,000 ପଠାଇ ଦେଇଛି ବୋଲି ସେ ଯୋଗ୍ୟ ପୁଅ। କିନ୍ତୁ 20,000 ଟଙ୍କାର ମୂଲ୍ୟ ଯେତିକି ନୁହେଁ, ଯଦି ମା ପାଖରେ ତୁମେ କି ବାପାଙ୍କ ପାଖରେ ପହଞ୍ଚିକିରି ତାଙ୍କ ଗୋଡ଼ରେ ଟିକେ ହାତ ମାରି ଦେଇଥାନ୍ତ, ସେଇଟା ହେଉଛି ଲକ୍ଷ ଲକ୍ଷ ଟଙ୍କାର ତା'ର ମୂଲ୍ୟ, କହିହେବନି ମୂଲ୍ୟ। ତେଣୁ ଆଜି ଅନେକ ବାପା ମା କାନ୍ଦୁଛନ୍ତି। କାନ୍ଦନ୍ତି, ମୁଁ ତାଙ୍କୁ ବି କହେ, ତାଙ୍କୁ ଆମେରିକା ଛାଡ଼ିଲ କାହିଁକି, ତାଙ୍କୁ ଜର୍ମାନ ଛାଡ଼ିଲ କାହିଁକି? ଆମର ଏଇ ମଠରେ ଗୋଟେ ବାବାଜୀ ଥିଲେ, ବାବାଜୀ ହେଇକି ଥିଲେ, ଘରକୁ ଗଲେ, ଘରେ ବି କିଛି ଦିନ ରହିଲେ, ଚାକିରି କଲେ, ଚାକିରି ପୁଣି ଭାରତରେ ନୁହେଁ, ବାହାରେ। ବର୍ତ୍ତମାନ ୟୁରୋପ ଗଲେ, ଫୋନ୍ କରିଥିଲେ, ମୁଁ ୟୁରୋପ ଯାଉଛି ବାବାଙ୍କୁ। ବାବା ତାଙ୍କର ଗୁରୁ, ତେଣୁ ବାବାଙ୍କୁ କହିଲେ ଯେ ମୁଁ ୟୁରୋପ ଯାଉଛି। ହଉ, ଭଲ ହେଲା, ତୁ ତାର ସେ ୟୁରୋପ ଗଲା, ମୁଁ କ'ଣ କରିବି? ମୁଁ କ'ଣ ୟୁରୋପ ମାଛି ହେଇକି ଯିବି ନା ବସା ହେଇକି ଯିବି? କିନ୍ତୁ ସଜ୍ଜନ, ଯାହାକୁ ଟଙ୍କା ପାଇଁ ଜନନୀ ଭଲ ଲାଗନ୍ତି ନାହିଁ, ଜନ୍ମଭୂମି ଭଲ ଲାଗେ ନା, ଜନକ ଭଲ ଲାଗନ୍ତିନି, ସିଏ ଗୋଟେ କେଉଁ ମଣିଷରେ ମଣିଷ? ଇଏ ଗୋଟେ କଥା କଲା। ଅନେକ ଲୋକ ଅଛନ୍ତି ମୁକ୍ତି ପାଇବେ ବୋଲି, ମୋକ୍ଷ ପାଇବେ ବୋଲି ଗୋଟେ ଲେଖା ହେଇଛି କେଉଁ ଶାସ୍ତ୍ରରେ, କିଏ ତାକୁ ଲେଖିଥିଲା କେଜାଣି,
ଗୁରୁ କଲେ ମୁକ୍ତି ପାଇବ। ଆପଣ ଦେଖିବେ ମୁଁ ବି ନିଜେ ଲଜ୍ଜିତ, ଏତେ ଲଜ୍ଜିତ ମୁଁ କହିପାରୁନି। ମୋ ପାଖକୁ ଆସୁଛନ୍ତି ଦୀକ୍ଷା ନେବୁ, ଆମେ ଭେକବାନା ନେବୁ। ମୁଁ ଗୋଟେ ଭାବେ କିଛି ଲୋକ ବାବାଜୀ ବୈଷ୍ଣବ ହେଇଗଲେ ଆଶ୍ରମରେ ଟିକେ ଆନନ୍ଦ ସୃଷ୍ଟି ହେବ। ଦୀକ୍ଷା ନେଇ ସେ ଯାଇଛନ୍ତି ଆଉ ତାଙ୍କ ପତ୍ତା ବି ମିଳୁନି। ଗୋଟେ ତପସ୍ୟା ଯାଇ କରୁଥିଲା ଗଙ୍ଗୋତ୍ରୀରେ, ସେ ଆଗରୁ କ'ଣ ଟିକେ ଟିକେ ଯୋଗାଯୋଗ କରୁଥିଲା, ଏବେ କ'ଣ ଜମା ଯୋଗାଯୋଗ ନାହିଁ। ଏମିତି ଆଉ କ'ଣ ମନେ ପଡ଼ୁନି। ଏମିତି 4-5ଟି ଲୋକ ଆ ଭିତରେ ଜଣେ ଆସିଲେ, କେଉଁଠି ପଚାରି ବୁଝିଲେ ଏବେ ଆଉ କିଏ ଗୁରୁ ଅଛନ୍ତି ଯାହାଙ୍କଠାରୁ ମୁଁ ଭେକବାନା ନେବି। ତାଙ୍କୁ କିଏ କହିଲେ ଯେ ଯଦି ଭେକବାନା ନେବ ବାବା ବଡ଼ିଆଙ୍କଠୁ ନିଅ। ସେ ଆସିଲେ, ସେ ତେମେ ଭେକବାନା ନେଲ, ଗଲ କୁଆଡ଼େ? କ'ଣ ସମ୍ପର୍କ ରଖିଲେ କ'ଣ କିଛି ଅଡ଼ୁଆ ହେଇଯିବ? ନାଇଁ, ସେ କଥା ନାହିଁ। ସେ ବି ଗଲେ ମାନେ ଗଲେ, ତୁ ସେ ଭେକବାନାର ମୂଲ୍ୟ କ'ଣ ଅଛି? ସେ ଭେକବାନାର ମୂଲ୍ୟ କ'ଣ ଅଛି? ଆଜିକାଲି ତ ଯେଉଁ ଲୋକ ପ୍ୟାଣ୍ଟ ପିନ୍ଧିଲା, ସାର୍ଟ ପିନ୍ଧିଲା, ଗୋଟେ ଚଢ଼ିଟା ତଳେ ପିନ୍ଧୁଛି। ଆଉ ସେମିତି ତୁମ ଭେକବାନା ସେଇ ଚଢ଼ି ସହିତ ସମାନ ହେବ ନା। ଆଉ ସିଏ କ'ଣ ଆଉ ସନାତନ ଧର୍ମର ଭେକ ହେଇକି ରହିଲା? ଆପଣ ଦେଖନ୍ତୁ, ଆମର ସୋମନାଥ ପ୍ରଧାନ ଯିଏ ADM ପୋଷ୍ଟରେ ଅଛନ୍ତି, ସେ ଦୀକ୍ଷା ତ ନେଇଥିଲେ, ତାଙ୍କର ଇଚ୍ଛା ହେଉଛି ସନ୍ନ୍ୟାସ ନେବା ପାଇଁ। ତାଙ୍କ ଇଚ୍ଛାକୁ ସମ୍ମାନ ଜଣେଇ ସେଇ ପ୍ୟାଣ୍ଟ ସାର୍ଟ ପିନ୍ଧ, ମୁଁ ଭେକବାନା ଦେଉଛି, ଭେକବାନା ଦେବି ନା। ସିଏ ତାଙ୍କର କେବଳ ରାତି ପାଇଲେ କାମ ଲାଗୁଛି କେଉଁଠି ଆଶ୍ରମ ପାଇଁ ଜାଗାଟିଏ ମିଳିବ, ସତ୍ସଙ୍ଗ କେମିତି ହେବ, କେମିତି ଆଶ୍ରମର କାର୍ଯ୍ୟକ୍ରମ ହେବ। ତମେ ଯେଉଁମାନେ ଏଠି ଭେକବାନା ପିନ୍ଧିକିରି, ମୁଁ ତ ମନେ ପକାଇ ପାରୁନି, ଆରି ଭିତରେ ତ 2-4ଟା ଗଲେଣି, ଆଉ କିଏ କୁଆଡ଼େ ଗଲେଣି ତା ପତା ନାହିଁ। କିନ୍ତୁ ଅଭାବ କିଛି ଅଛି କି? ତମ ଅଭାବରେ ଆଶ୍ରମର କିଛି ଅଭାବ ପଡ଼ିବ ନାହିଁ। ତମେ ହିଁ ଅଭାବରେ ରହିବ। ତମେ ଯେହେତୁ ସତ୍ ସଂକଳ୍ପକୁ ତମେ ବିକଳ୍ପ କଲ, ଅଭାବଟା ତମ ପାଖରେ ରହିବ, କିନ୍ତୁ ଆମ ପାଖରେ ରହିବନି। ଏଇ ପବିତ୍ର ପୀଠକୁ ବଳିଆ ହେଇଥିଲା ଏକଲା, ଆଜି ଲକ୍ଷ ଲୋକଙ୍କୁ ତ ବଳିଆ ପାଇଛି। ଏମିତି କେତେକ ଗଲେଣି, କେତେକ ଗଲେ ପୁଣି ଯେତିକି ଯାଉଛନ୍ତି ତା 2 ଗୁଣ ଆସୁଛନ୍ତି। ତେଣୁ ସବୁବେଳେ ଆମମାନଙ୍କ ଭିତରେ ଏଇ ଚଞ୍ଚଳତା ଦୂରୀଭୂତ ହେବା ଉଚିତ। ଆମିଷଦାପ ଅପରାଧୀ ତୁମି କରୁଣାର ନିଧି, ଅପରାଧେର ସ୍ୱଭାବ আমার, କ୍ଷମା ଦେବାର ସ୍ୱଭାବ ତୁମାର। ତେଣୁ ଆମେ ଅପରାଧ କରିବୁ, ଆମେ ଯେହେତୁ ସାଧାରଣ ମଣିଷ ଅପରାଧ କରିବୁ, କିନ୍ତୁ ହେ ଦୟାମୟ ପ୍ରଭୁ ଆମକୁ କ୍ଷମା ଦେଇକରି ଭଲ ବାଟରେ ନିଅନ୍ତୁ। ଯେଉଁଟା ଆମର ବନ୍ଦନାରେ ବୋଲା ହେଉଛି, କୂଟ କପଟ ସ୍ୱଭାବ ଯାହାର, ତାଙ୍କୁ ଦୁରୁମୁ କରଇ ଜୁହାର। ମୋତେ ନ ମିଶାଅ ତାଙ୍କ ସାଥିରେ, ସଦା ରଖ ସାଧୁଜନ କତିରେ। ପୁରାଣମାନଙ୍କରେ ଲେଖାଯାଇଛି, ଭୂଷଣ୍ଡ କାକର କଥା, ସେ ଗୁରୁଙ୍କୁ ଆଗେ ପ୍ରଣାମ ନ କରି ଶିବଙ୍କୁ ପ୍ରଣାମ କରିବାରୁ ଅଭିଶପ୍ତ ହେଇଥିଲେ। ଗୋଟେ କାକ ଜନ୍ମ ସେ ପାଇଥିଲେ। ହେଲେ ପ୍ରାର୍ଥନା କଲେ, ପ୍ରଭୁ ମୋର ଭୁଲ ହେଇଗଲା, ମୁଁ ଦେଖୁଛି ଗୁରୁ ଆପଣଙ୍କୁ ଆଗ ପ୍ରାର୍ଥନା କରୁଛନ୍ତି, ମୁଁ ସେଇଟା ଏମିତି କରିଦେଲି। ଆଉ ଧୈର୍ଯ୍ୟର ସହିତ ଅପେକ୍ଷା କର, ସେ ଅଭିଶାପ ଖଣ୍ଡନ ହେବ।
ଯେଉଁଦିନ କଳ୍ପବଟ ମୂଳରୁ ରୋହିଣୀ କୁଣ୍ଡକୁ ଯେଉଁ କାକଟି ନେଇକିରି ପ୍ରାଣତ୍ୟାଗ କରିବ ସେଇଦିନ ତୁମେ ପୁଣି ପୁନର୍ଜନ୍ମ ଲାଭ କରିବ। ଧୈର୍ଯ୍ୟ ଆଉ ଏକାଗ୍ରତା ବିଶ୍ୱାସକୁ ନେଇ ସେ ଅନେକ ସମୟ ପର୍ଯ୍ୟନ୍ତ କଳ୍ପବଟରେ ଥିଲା। ପୁଣି ରୋହିଣୀ ତୀର୍ଥରେ ପଇଲା, ଦେହ ତ୍ୟାଗ କଲା ଏବଂ ସେ ପୁଣି ପୂର୍ବ ଦେହକୁ ପ୍ରାପ୍ତ ହେଲା। ରାବଣ କ'ଣ ସୀତାଙ୍କୁ ଚୋରି କରିଥିଲା? ସେ କ'ଣ ସ୍ୱର? ତାର କ'ଣ ଭାବ ଥିଲା ଚୋରି କରିବା ପାଇଁ? ଯେଉଁମାନେ ଭାବୁଛନ୍ତି ସେ ବିଷୟରେ ମୁଁ ରବୀନ୍ଦ୍ର ମଣ୍ଡପ କାର୍ଯ୍ୟକ୍ରମରେ ଏହିସବୁ କଥା ସବୁ କହିବି। କିନ୍ତୁ ରାବଣ ଯଦି ବି ଚୋରି କରିଛି ବୋଲି କାହାକୁ ଚୋରି କରିଛି? ତମେ ବାପା ପକେଟରୁ ପଇସା ଚୋରି କଲ, ତମକୁ କ'ଣ ଚୋର ବୋଲି କୁହାଯିବ? ବାପାଙ୍କ ପକେଟରୁ ନ କହିକିରି ଗଲ, ନେଇକି ଗଲ, ସେଇଟା ଗୋଟେ ସାଧାରଣ କଥା। କାହା ଘରେ ବସିକି ସୁନା ଚୋରି କଲ, ସେଇଟା ହେଲା ଚୋର। ସେମିତି ବିଶ୍ରବା ନନ୍ଦନ ରାବଣ ସୀତାଙ୍କୁ ଚୋରି କଲା। ସୀତା କିଏ? ବୈଦେହୀ। ସେ ବୈଦେହୀଙ୍କୁ ଚୋରି କଲା। ବୈଦେହୀ ମାନେ ବେଦ। ଯେତେବେଳେ ବେଦ ବୁଡ଼ି ଯାଉଛି ସମୁଦ୍ର ଜଳ ଭିତରେ, ସେତେବେଳେ ଜୟଦେବ କ'ଣ ଲେଖିଲେ? ପ୍ରଳୟ ପ୍ରୟୋଢି ଜଳେ ଧୃତ ବାନ ଶିବେଦମ୍ ବିହିତ ବେଦକୁ ଉଦ୍ଧାର କରିବା ପାଇଁ ଭଗବାନ ମୀନ ଅବତାର ହେଇଥିଲେ। ତେଣୁ ରାବଣ ବୈଦେହୀଙ୍କୁ ନେଇଗଲା। ସୀତାଙ୍କର ଜନ୍ମ ହେଉଛି ଯଜ୍ଞଶାଳ। ସୀତା ଶବ୍ଦର ଅର୍ଥ ପବିତ୍ର। ସେ ନିଜେ ବୁଝିପାରିନି ଯେ ମୁଁ ଗୋଟେ ଅପବିତ୍ର ଲୋକଟେ, କାରଣ ମୁଁ ରାଜସିଂହାସନ ଆରେ ବ୍ରାହ୍ମଣ ହେଇଛି, ବ୍ରାହ୍ମଣର କର୍ମ କିଛି କରୁନି। ସେ ପଢ଼ୁଛି ମାନେ ଶିବ ତାଣ୍ଡବ, ଦୁର୍ଗାଙ୍କ ସ୍ତୋତ୍ର ସବୁ ରାବଣ ପଢ଼ୁଛି, କିନ୍ତୁ ତା ମନଟା ହେଉଛି ମୁଁ ରାଜସିଂହାସନରେ ବସିଛି, ମୁଁ ଗୋଟେ ବିରାଟ ବଳୁଆ, ଏଇଗୁଡ଼ାକ ରହିଛି। ତେଣୁ କାହାକୁ ପାଇଲେ ମୁଁ ପବିତ୍ର ହେବି? ଦେଖନ୍ତୁ ଏମିତି ଭକ୍ତ ସେ ଥିଲା, ସେ ସୀତାଙ୍କୁ ପାଇବା ପାଇଁ ସେ ସୀତାଙ୍କୁ ଚୋରି କରିଦେଲା। ତାମାନେ ବେଦକୁ ଚୋରି କରିଦେଲା, ବେଦର ନିର୍ଯାସକୁ ସେ ନେଲା, ରଖିଲା କେଉଁଠି? ଅଶୋକ କାନନରେ। ଯଦି ଜଣକ ପ୍ରତି ଜଣଙ୍କର ନାଳସା ରହେ, କ'ଣ ଅଶୋକ କାନନରେ ସେଇଟାକୁ ରଖିବ? ବର୍ତ୍ତମାନ ଧରନ୍ତୁ ଗୋଟେ ଲୋକ ଆମର ଏବେ ଯେଉଁ ଗୋଟେ ମର୍ଡର ହେଲା, କେଉଁଟା କ'ଣ କେଉଁ ଥାନା ମାସା ଖାଇ ପାରେ ହେଲେ କେଉଁ ଗୋଟେ ମଠକୁ ଆଇଛି ଦେଖି ଦେଇଛି ଓମ୍ ବାବା ବଳିଆ। ପୋଲିସ ଏଠିକି ଆସିକି ପହଞ୍ଚିକି ଓମ୍ ବାବା ବଳିଆ ଆଉ ସେଥିରେ ବି ଗୋଟେ ଆମର ପ୍ରଚାର ହେଲା। କିନ୍ତୁ ମୋତେ ଭାରି ଡର ମାଡ଼ୁଥାଏ, କିନ୍ତୁ ଦେଖିଲା ବେଳକୁ ତାକୁ ସେଇଟା ଆଉ ଗୋଟେ ଅନ୍ୟ ପ୍ରକାରର କଥା। ତେଣୁ ଓମ୍ ବାବା ବଳିଆ ଲେଖିଦେଲେ କ'ଣ ମୁକ୍ତି ପାଇଯିବ? ଯଦି ଚୋର ହବ ତ ଭକ୍ତିକୁ ଚୋରି କର, ପ୍ରୀତିକୁ ଚୋରି କର, ନିୟମକୁ ଚୋରି କର, ନିଷ୍ଠାକୁ ଚୋରି କର। କେବଳ ପୁଳାଏ ଗପିଲେ ଯେଉଁମାନେ ହଅନ୍ତି, ପୁଳାଏ ଗପନ୍ତି, ସେଟା ଆଦୌ ଠିକ୍ ନୁହେଁ।
ଆମେ ଅଳ୍ପ କଥା କହିବା, ବହୁତ କଥା ଚିନ୍ତା କରିବା, କାମ ବି ସେଇ ଅନୁଯାୟୀ କରିବା। ଇଏ ହେଉଛି ମାର୍ଗ, ଇଏ ହେଉଛି ଜୀବନ ଶୈଳୀ। କିନ୍ତୁ ଆମେ ଛୁଆଟି କୁଆଁ ବୋଲି କହିବା ମାତ୍ରକେ ମା ବୁଝିପାରେ ମୋ ଛୁଆଟି ଖାଇବା ପାଇଁ କାନ୍ଦୁଛି। ସେମିତି ତୁମେମାନେ ଯଦି ତାଙ୍କର ଆଶ୍ରିତ ହେବ, ସବୁବେଳେ ପୁରା ଗପିବ, ବାବାଙ୍କୁ ଦେଖିଦେଲ ଗପ ଆରମ୍ଭ ହେଇଗଲା। ମାନେ ସାଧାରଣ ଜ୍ଞାନ ବି ନାହିଁ, କମନ୍ ସେନ୍ସ ବି ନାହିଁ। ମୁଁ ମାସେ 5 ଦିନ ଭାରତବର୍ଷର ବିଭିନ୍ନ ସ୍ଥାନରେ ବୁଲିଲି, ମାନେ କାର୍ଯ୍ୟ କଲି। ମୁଁ କାମ କରିବାକୁ ଯାଇଥିଲି, ତୀର୍ଥ କରିବାକୁ ଯାଇନଥିଲି। ସେଇ ଯେଉଁ କାମ ଗୁଡ଼ିକ ମୁଁ କଲି, ଗୋଟିଏ ଜାଗାରେ କେବଳ ମୋତେ ପଚାରିଲେ ଆପଣ କ'ଣ ଚାହାନ୍ତି ଭାରତବର୍ଷ? ମୁଁ ଚାହେଁ ଭାରତବର୍ଷ ହିନ୍ଦୁସ୍ତାନର ଦେଶ, ହିନ୍ଦୁସ୍ତାନ ହେଇକି ରହୁ, କିନ୍ତୁ ସମସ୍ତେ ମିଳିମିଶି ଚଳନ୍ତୁ। ସେ କଥାଟା ଓଡ଼ିଶା ପର୍ଯ୍ୟନ୍ତ ପଡ଼ିଯାଇଛି। ଯେଉଁ ପେପରରେ ବାହାରିଲା ଏଇଟା ଓଡ଼ିଶା ପର୍ଯ୍ୟନ୍ତ ବି ପଡ଼ିଯାଇଛି। ବାବା ଏଇଟା କହିଛନ୍ତି। ତେଣୁ ପୁଳାଏ ଗପିଲେ କ'ଣ ହେବ? ସେସବୁ ଗପ ନୁହେଁ। ବାକ୍ୟ ବିରହିକି ଲାଭ କିଛି ନାହିଁ। କିନ୍ତୁ ଚୋରି କରିବ ତ ନିଷ୍ଠାର ଚୋରି କର। ଭକ୍ତି କି ଭିକାରୀ ବେଶକୁ ନ ଧରି କିଏ ଭକ୍ତି ପାଇଛି, ଏ କଥାଟି ମୁଁ ସବୁବେଳେ କହେ। ସୁଦାମା ହିଁ ପ୍ରକୃତ ଚୋର ଥିଲେ, ସେ ଭକ୍ତିକି ଚୋରି କରିଥିଲେ। ତେଣୁ ବର୍ତ୍ତମାନ ଆଶ୍ରମରେ କ'ଣ ଆମର ଅଭାବ ଅଛି କି? ଅଭାବ ତ ନାହିଁ, ମୁଁ ଜାଣିଲି ନାହିଁ। ବର୍ତ୍ତମାନ ଯେତିକି ଆଶ୍ରମ ହେଲାଣି ସେଠି ରହିବା ପାଇଁ ବାବାଜୀ ବି ମିଳୁନାହାନ୍ତି। ବାବାଜୀ କୁଆଡ଼େ ଗଲେ? ବୃନ୍ଦାବନ। ଆମର ଏଇଠି ଜଣେ ବୃନ୍ଦାବନ ଯାଇଛି। ମୁଁ ଗଲେ ସବୁ କାମ କରୁଛି। ଏଭଳିକି ମୋ ହୋଟେଲରେ ରହିବା, ମୋର ଖାଦ୍ୟପେୟ, ମୋର କ'ଣ ମୁଁ ଆଇଲା ବେଳକୁ ଦକ୍ଷିଣା ଦେବା, ମାଦୁପୁରୀ କରିକିରି ଆଣିକି ମୋତେ ଦେବା, ସବୁ କରୁଛି। କିନ୍ତୁ ତା ମୁଣ୍ଡରେ ପଶିଯାଇଛି ମୁଁ ଏଇଟା ବ୍ରଜକୁ ଛାଡ଼ିକିରି ଆଉ ଯିବିନି। ମୁଁ ଯେମିତି ଏଇ ଧାଡ଼ିଟା କହିଲା ମୁଁ ଆଉ ଯିବିନି। ମୁଁ ବି ବହୁତ ଭଲ। ତୁ ଯେଉଁଠି ରହିଲେ ତ ବଳିବାକୁ ଚିନ୍ତା କରୁଛୁ, ମୁଁ ମନେ ମନେ ଭାବିଲି। ଆଉ ତୁ ରହିବା ବ୍ରତ ବଳିଆ ବି ଏଇଠି ରହିଛି ଆଉ। କିନ୍ତୁ ମୋର ଇଚ୍ଛା ମୁଁ ବ୍ରତକୁ 100 ଥର ଯିବି, 100 ଥର ଆସିବି। ମୋ ପାଇଁ ଏଇ ଗୋଟାକ ହେଉଛି ବ୍ରଜ। ସେମିତି ଆମର ବୃନ୍ଦାବନରେ ଗୋଟେ ପିଲା ରହିଗଲେ, 2-3ଟି ଖଣ୍ଡେ ପିଲା ରହିଗଲେ। ରୁହନ୍ତୁ, ଏଠି କ'ଣ ଆମର କିଛି ଅସୁବିଧା ପଡ଼ୁଛି? ତେଣୁ ମୋଟାମୋଟି କଥା, ଆଜି ବୃନ୍ଦାବନ ଆଉ ଏଠୁ ଗୋଟେ ରାଗିକିରି ବୃନ୍ଦାବନ ପଳେଇବ, ରାଗିକିରି ନବଦ୍ୱୀପ ପଳେଇବ, ରାଗିକିରି ଏଗୁଡ଼ାକ ସବୁ ଭକ୍ତି। ତମର କ'ଣ, ଯେଉଁମାନେ ଏଠି ବସିଛ ଆଶ୍ରମ ଅନ୍ତେବାସୀ, ତମର ଆବଶ୍ୟକତା କ'ଣ ଟିକେ ଜଣେଇଲେ ହେବନି? ଅନ୍ୟ ଗୁରୁଙ୍କ ଠାରୁ ମୁଁ ଜଣେ ଛୋଟିଆ ଗୁରୁଟିଏ, ମୁଁ ତ ସମସ୍ତଙ୍କୁ ସୁଯୋଗ ଦିଏ, ମୋ ଖଟ ପାଖରେ ବି ସୁଯୋଗ ଦିଏ ଯେ ତମର କ'ଣ ଆବଶ୍ୟକ ଯଦି କହିପାରନ୍ତ ତାହେଲେ ମୁଁ ଖୁସି ହୁଅନ୍ତି। ଆଉ କହିବା ପରେ ସେ ସମସ୍ୟାକୁ ଗୋଟେ 5 ମିନିଟ୍ ଭିତରେ ସମାଧାନ କରନ୍ତି। ମୁଁ ଚଞ୍ଚଳରେ ଏମିତିଆ ଚଞ୍ଚଳ। ଯଦି ଗାଈ ସେବା କରୁଥିବା ଲୋକ ଯଦି ପଦେ ଆସି କହିବ ବାବା ଏମିତି ନେଇ ଯାଆନ୍ତି ହେଲା, ମୁଁ ସାଙ୍ଗେ ସାଙ୍ଗେ ସେଇ ଘଣ୍ଟାକ ଭିତରେ ସବୁ ଯୋଗାଡ଼ କରିକି ପଢ଼େ। ତେଣୁ ତୁମମାନଙ୍କର ଧୈର୍ଯ୍ୟ ନାହିଁ। ତୁମମାନେ
कृतज्ञ हुओ ना, दयाकरी तुम मैंने कृतज्ञ हुओ ना। यदि मु तुमको भल न लगुच तुमको आइल कहीं आदि तुमको ये क्षेत्र भल लगुनि कौन कले भल लगे सीटा तुम आमको कह ये आम कर तेणु आमर कम नहीं जो जड़े निष्ठापर भाव भल पाई रहीपर ये हूँ अनंत अनंतर दया निश्चय पाइब। तेणु ये बंगोपसागर कूल बंगोपसागर हूँ क्षीराब्दी समुद्र क्षीराब्दी समुद्र कलार अनंत कर पूजा चलती गोटे छोट क्षेत्र केवे भी नुह जमी आजिकल कहते कड़े जाइल साड़ा नग और मुझे जानी आउ कड़े जाइल ना गोरखनाथ ये आ बर दे पड़े गोरखनाथ घर पुणी ये कहीं आइल ये केवल आए प्रसाद पाइबा मोर कहीं धारणा है किसी लोक आसने मत 2% लोक जे आम बाबा को दर्शन करके जीव कि शिशु दर्शन करके जीव किंतु सारा बर देवे गोरखनाथ भी आउ टे बड़ बर देवे कि कम करेंगे ये भोजन मिल घर को जी ये कौन भक्ति तेणु भक्ति उपजीव जेबे छाड़ सर्वकर्म देवे मु तो सबुदिन कही मो पार्टी खराब हो जाए तंटी भी फिटुनी ओठ भी शुकी जाऊँगी तेणु आज पवित्र कथा को ये विश्राम दूसरी जो माने जीवन में किसी भूल करने चिंता करुच से भूल निवृत्त हुआ एवं जो माने भूल कर सारीच आज पर्यंत जी भूल कर बढ़िया से तुम भूल क्षमा पाई मुझे अदृश्य सदा अनंत पाखे प्रार्थना करी तो जीवन में भूल करना कि क्या भूल बाटे नियना जिते भल हो केते भल हो तुम मल्ली फूल जिते सुंदर भाव फुल से बार पर्यंत पार कथा टे रहा से जयराधे राधे कही आमर कीर्तन कर बंद कर
सुखी विश्व है प्रभु सत्य की
प्रथमे गोटे भक्तर महाप्रयाण हो जाइछन्ति अर्थात देह त्याग करिछन्ति जी आश्रमर
ସେମାନେ ହେଉଛନ୍ତି ମୂଳ ଲୋକ। ଯଦିଓ ଆଶ୍ରମ ଆରମ୍ଭର 2-3 ବର୍ଷ ପରେ ସେ ପରିବାରର ଲୋକ ଏଠିକି ଆସିଛନ୍ତି, କିନ୍ତୁ ସେବେଠାରୁ ଆଜି ଏଯାବତ୍ ସେମାନେ ସମ ପରିମାଣରେ ତାଙ୍କର ସମସ୍ତ କାର୍ଯ୍ୟରେ ସହଯୋଗ କରି ଚାଲିଛନ୍ତି, ଏବେ ମଧ୍ୟ କରୁଛନ୍ତି। ସେ ଦୁନିଆରେ କୌଣସି କଥାକୁ କୌଣସି ଦେବାଦେବୀ ମନ୍ଦିରକୁ ବା ବ୍ରତ ଉପାସନାକୁ କରନ୍ତି ନାହିଁ। ଯାହା କରନ୍ତି ଶିଶୁ ଅନନ୍ତଙ୍କ ପାଇଁ ହିଁ କରନ୍ତି। ଶିଶୁ ଅନନ୍ତଙ୍କର ପବିତ୍ର ଦୟାରୁ ଶିଶୁମାନଙ୍କର ଯାହା କିଛି ଉନ୍ନତି ହେବା କଥା ହେଇଛି ଏବଂ ସେ କଥାକୁ ମଧ୍ୟ ସେ ଅସ୍ୱୀକାର କରନ୍ତି ନାହିଁ। ଯେତେବେଳେ ଗୋଟେ ସୁଗାର ରୋଗ ବାହାରିଲା, ମୁଁ ଅତି ବ୍ୟସ୍ତ ହୋଇ ପଡ଼ିଲି। କାରଣ ସେତେବେଳେ ଗାଡ଼ି ମଟର କିଛି ନଥିଲା। ମୋତେ ସାଇକେଲରେ ବସେଇକିରି 100 କିଲୋମିଟର 100 କିଲୋମିଟର ନିହାତି 100 କିଲୋମିଟର ସେମାନେ ମୋତେ ନେଇ ବିଭିନ୍ନ ସ୍ଥାନରେ ପହଞ୍ଚଉଥିଲେ, ପୁଣି ଅର୍ଦ୍ଧରାତ୍ରିରେ ବି ଫେରୁଥିଲେ। ଏସବୁ କଥା ମନେ ପକାଇ ଏଲାହାବାଦର ତ୍ରିବେଣୀ ସଙ୍ଗମରେ ମୁଁ ଗଙ୍ଗାରେ ସ୍ନାନ କରି ତର୍ପଣ କରି ଗଙ୍ଗା ମାତାଙ୍କୁ ପ୍ରାର୍ଥନା କଲି ଯେ ସେ ପ୍ରାର୍ଥନାର ଉଦ୍ଦେଶ୍ୟ ଥିଲା ଯେ ତାକୁ ସୁସ୍ଥ ରଖ ଏବଂ ତାର ପ୍ରାରବ୍ଧ ଧରି ତାକୁ ଭୋଗ କରିବ, କିଛି ପ୍ରାରବ୍ଧ ବଳିବାକୁ ଦେଇଦିଅ। ପରବର୍ତ୍ତୀ ସମୟରେ ତା ଭିତରେ ସେ ରୋଗଟି ବି ଥିଲା, କିନ୍ତୁ ଟେନସନ୍ ପାଇଁ, ଟେନସନ୍ଟା ହେଉଛି ଗୋଟେ ମଣିଷର ବଡ଼ ରୋଗ। ସେ ସରକାରୀ ଚାକିରି ମଧ୍ୟ କରିଥିଲେ, ଗୋଟିଏ ପୁଅ 2ଟି ଝିଅ, ସେ ସବୁ କଥା କରୁଥିଲେ। 4ଟି ଭାଇ, ସେ ନାତି ନାତୁଣୀ ସବୁ ତାଙ୍କର ଥିଲେ, କିନ୍ତୁ ଗୋଟେ ଟେନସନ୍, ଯେଉଁଟା ମାନେ ପାରିବାରିକ ଜୀବନର ଟେନସନ୍କୁ ନେଇ ସେ ଅତ୍ୟନ୍ତ ରୋଗାକ୍ରାନ୍ତ ହେବାକୁ ଲାଗିଲେ ଏବଂ ରୋଗାକ୍ରାନ୍ତ ହଉ ହଉ ଜୀବନର ଶେଷ ନିଶ୍ୱାସ ତ୍ୟାଗ କଲେ। ଯେଉଁ ସମୟରେ ଦେହତ୍ୟାଗ କଲେ, ତାର 2 ଦିନ ପୂର୍ବରୁ ସେ କେବଳ କହିଲେ ମୁଁ ଟିକେ ବାବାଙ୍କ ସାଙ୍ଗରେ କଥା ହେବି। ସେତେବେଳେ ବଳିଆ କାଶୀ ବିଶ୍ୱନାଥଙ୍କ ପାଖରେ ଥିଲା। ତାଙ୍କର ସାନ ଭାଇ, ତାଙ୍କର ପୁତୁରା ଏସବୁ ବି ଥିଲେ। ତାଙ୍କୁ ଯେତେବେଳେ ଡାକ୍ତରଙ୍କ ପାଖକୁ ଯିବା ପାଇଁ କହିଲେ, ଆଗେ ମୁଁ ବାବାଙ୍କ ସାଙ୍ଗରେ କଥା ହଏ, ତାପରେ ମୁଁ ଯୁଆଡ଼େ ଯିବି। ଯାହା ହଉ ମୁଁ ଗୋଟେ ଭଏସ୍ ରେକର୍ଡ଼ିଂ କରି ପଠାଇଲି। ଏଟାକୁ ପଢ଼ିଲା, ପଢ଼ିକି ଟିକେ ଖୁସି ହେଲା। ତଥାପି ସେ ତାର ଜିଦ୍ ରହିଲା ଯେ ମୁଁ ବାବାଙ୍କ ସାଙ୍ଗରେ ଟିକେ କଥା ହେବି। ମୁଁ ଯେତେବେଳେ ବାବାଙ୍କ ସାଙ୍ଗରେ ବଳିଆ ଯେତେବେଳେ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଲା, ସେ ସାଙ୍ଗେ ସାଙ୍ଗେ କହିଲା ମୋର ଆଉ ରୋଗ ଫୋଗ କିଛି ନାହିଁ, ମୁଁ ବର୍ତ୍ତମାନ ଭଲ ସୁସ୍ଥ, ଏମିତି କିଛି କହି ଆମକୁ ସବୁ ଖୁସି ଦେଲା। କିନ୍ତୁ ତାର ପରବର୍ତ୍ତୀ ସମୟରେ ସେ ତାଙ୍କର ନିଜର ପୁତୁରା, ଯିଏ ସାନ ଭାଇର ପୁଅ, ତାକୁ କହିଥିଲା ଯେ ବାବାଙ୍କୁ ଟିକେ ଖାଲି ଜଣେଇଦେବ, ମୁଁ ଆଉ ଏ ସଂସାରରେ ରହିବାକୁ ଚାହେଁ ନା, ମୋତେ ବିଦାୟ ଦେବେ। ସେ କ'ଣ ଛୁଆ ଲୋକ, ସେ ଯାହା ବୁଝିବା କଥା ବୁଝେଇଥିଲା। ସେଇ କଥାକୁ ପୁଣି ସେ ଫୋନ୍ ମାଧ୍ୟମରେ ରିପିଟେସନ୍ କଲା, ମୁଁ ଯାହା କହିଥିଲି ତୁ କହିଛୁ କି? ଆଉ କ'ଣ ଆଶ୍ରମକୁ ବି ଆସିଥିଲା ସେଇ ସମୟରେ,
ଆମେ ବିଦାୟ ନେବା ପରେ ପରେ ଆଶ୍ରମକୁ ବି ଆସିଲା। ଆଶ୍ରମକୁ ଆସିକିରି ସେଇ କଥା କହିକିରି କାନ୍ଦିକିରି ଯାଇଥିଲା ଯେ ମୁଁ ଆଉ ସାମାନ୍ୟତମ ରହିବା ପାଇଁ ଘରେ ଚାହୁଁନାହିଁ, ମୋତେ ବାବା ନେଇଯାଆନ୍ତୁ। ଯାହା ହଉ ସେଇ ଆତ୍ମା ଆପଣମାନେ ଜାଣିଛନ୍ତି ଏଇ ପବିତ୍ର ପରିସରକୁ ଅନେକ ଆସିଲେଣି, ଅନେକ ଗଲେଣି, କିନ୍ତୁ ସ୍ମୃତି ହେଉଛି ଗୋଟେ ବଡ଼ ଜିନିଷ। ଯେଉଁମାନେ ଏଠି କିଛି କାର୍ଯ୍ୟ କରିନାହାନ୍ତି ଯାଇଛନ୍ତି, ତାଙ୍କ ପାଇଁ ମଧ୍ୟ ଏଠି ଶୋକସଭା ଆୟୋଜିତ ହୁଏ। ଯେଉଁମାନେ ଆସିକିରି ପ୍ରଚଣ୍ଡ ଭାବରେ କର୍ମ କରିଛନ୍ତି, ତ୍ୟାଗ କରିଛନ୍ତି, ତାଙ୍କ ପାଇଁ ବି ହୁଏ। ସେଇ ତ୍ୟାଗୀମାନଙ୍କ ଭିତରୁ ଇଏ ହେଉଛନ୍ତି ଅନ୍ୟତମ ରବି ନାରାୟଣ ସାହୁ। ଏଠି ଯେଉଁ ମନ୍ଦିର ହେଇଛି ସେଥିରେ ତାଙ୍କର ସହଯୋଗ ଅଛି। ଯେଉଁ ଆମର କନଫରେନ୍ସ ହଲ୍ ହେଇଛି ସେଥିରେ ବି ତାଙ୍କର ସହଯୋଗ ଅଛି। ପ୍ରତ୍ୟେକ ମାଟି ହଣାଠାରୁ ମନ୍ଦିର ଗଢ଼ା ପର୍ଯ୍ୟନ୍ତ ସବୁ କଥାରେ ସେ ପରିବାରର ସହଯୋଗ ନିଶ୍ଚିତ ଭାବରେ ରହିଛି। ଏବଂ ପରିବାର ତ ସମସ୍ତେ ଆସି କିଛି କରନ୍ତି ନାହିଁ, ସିଏ ଆସେ, ତାର ସାନ ଭାଇଟି ଆସେ ବା କାହାକୁ ପଠାଏ। ଯାହା ହଉ ଏମିତି କୌଣସି ଆଦେଶ ନାହିଁ ଯେଉଁ ଆଦେଶକୁ ପାଇବା ପରେ ସେ ତାକୁ ବରଖାସ୍ତ କରେ ବା ତାକୁ ମାନେ ଇଗ୍ନୋର କରେ। ସେ ମନ୍ତ୍ରମୂଳମ୍ ଗୁରୁର୍ ବାକ୍ୟମ୍ ଇଏ କଥାଟାକୁ ସେ ଅକ୍ଷର ଅକ୍ଷରେ ପାଳନ କରିଥିଲେ। ଆଜି ସେହି ପବିତ୍ର ଶିଶୁ ଅନନ୍ତଙ୍କ ଦରବାରରେ ତାଙ୍କ ପାଇଁ ଆମେ ପ୍ରଥମେ 9 ଥର ଓଙ୍କାର ଧ୍ୱନିଟିଏ କରିବା। ଏହି ଓଙ୍କାର ଧ୍ୱନି କଲାବେଳେ ଆମେ ତାଙ୍କ ପାଇଁ କେବଳ କରିବା ତାହା ନୁହେଁ, ଆମ ପିତୃପିତାମାନଙ୍କର ମାନେ ପବିତ୍ର ଆତ୍ମାକୁ ମଧ୍ୟ ସ୍ମରଣ କରି ଆମେ ଓଙ୍କାର ଧ୍ୱନି କରିବା। କାହାର ବାପା ମା ଅଛନ୍ତି, ଅଜା ଆଈ ନାହାନ୍ତି, କାହାର ମଉସା ଅଛି, ମାଉସୀ ନାହାନ୍ତି। ତେଣୁ ଜଣେ ବଞ୍ଚିଥିବା ବେଳେ ଆମ ପାଖରେ ସେ ବାପା, କାହାର ମଉସା, କାହାର ମାମୁଁ, କାହାର କ'ଣ, କିନ୍ତୁ ଯେତେବେଳେ ସେ ଦୁନିଆରୁ ଚାଲିଯାଏ ସେତେବେଳେ ସେ ଆତ୍ମା ହେଇଯାଏ, ସେ ଆଉ ଦେହ ହେଇକି ନଥାଏ। ସେଇ ଆତ୍ମା ଅନ୍ୟ ଏକ ଦେହ ହୁଏତ ପ୍ରାପ୍ତ ହୁଏ, ସେ କୌଣସି ଏକ ଦେହରେ ରହେ। ତେଣୁ ସେଇ ଯେଉଁ ଦେହରେ ସେ ରହେ, ଆମେମାନେ ଯେଉଁ ମୃତ୍ୟୁ ପରେ ଯେଉଁ ଆମ ଶୋକସଭା ହୁଏ ବିଭିନ୍ନ ସ୍ଥାନରେ ହୁଏ, କେବଳ ସେଇ ମୃତ୍ୟୁକୁ ସ୍ମରଣ କରି, ସେଇ ଆତ୍ମାକୁ ସ୍ମରଣ କରି ଆମେମାନେ ଆତ୍ମଚିନ୍ତନ କରୁ। ଏ ଗୋଟିଏ ପ୍ରକାର ଯୋଗ ମଧ୍ୟ। ଆମେ ଭାବିବୁ ସେ ତ ମରିଗଲା, ଆମେ କ'ଣ ଆତ୍ମଚିନ୍ତନ କରିବୁ। ତେଣୁ ସେଇଟା ହେଉଛି ଗୋଟେ ବାହ୍ୟ କଥା। କିନ୍ତୁ ଆମେ ଆତ୍ମଚିନ୍ତନ କରିବା ପାଇଁ ଗୁରୁ ଗ୍ରହଣ କରିଛୁ ବା ଆତ୍ମଚିନ୍ତନ କରିବା ପାଇଁ ଶାସ୍ତ୍ର ପଢ଼ୁଛୁ। ତେଣୁ ଗୋଟିଏ ସୁଯୋଗ ଆମ ପାଇଁ ପୁଣି କେବେ କେବେ ଆସେ, ଗୋଟିଏ ମିନିଟ୍ ହେଉ 2 ମିନିଟ୍ ହେଉ ଆମେ ଆତ୍ମଚିନ୍ତନ କରିବୁ। ତେଣୁ ସମସ୍ତେ ସମସ୍ତଙ୍କ ପିତୃପିତାମାନଙ୍କର କଥା ଚିନ୍ତା କର ଏବଂ 9 ଥର ଓଙ୍କାର ଧ୍ୱନି କର। ଓ
ओम आत्मपुरुषाय विद्महे हंस संसाय धीमहि तन्नो आत्मा प्रचोदयात्। ओम शांति शांति शांति। पानी देवा प्राणीर भल मंद बाणी मरण काले ताहा जानी। आगु प्रकृत जो जी लिखिं सी सब बहु चिंता कर लिखिं। यो पवित्र आत्माटी को आम स्मरण करुँ जितेबाला ये आत्माटी जाऊँगी से राति पुओ सांगरे माने भाईर पुओ सांगरे ताकरी विषय कथबार्ता हो सेतबले से काशी धाम रे अवस्थान करते। मु तो कौन ये भीड़ भाड़े कौन देवादेवी को दर्शन करने को मो द्वारा आ संभव नुहे। आगुरी भी सेमती भी हो ना आगु टे मन था देखी आसवा कि मुझे गोटे जगार बसिक समस्त को चिंता करे। कारण जड़े पंडित मत गोटे श्लोक कही गीतार जो मांग पश्यति सर्वत्र सर्वंच मयि पश्यति तस्याहं न प्रणश्यामि सत्समेन प्रणश्यति। तुझे